ବହୁ ଅସାମାଜିକ ଲୋକ ଏ କୋଇଲା ଚୋରି କରୁଛନ୍ତି। ଏ କୋଇଲା ଚୋରି ପଛରେ ମଧ୍ୟ ଯେଉଁ ରାକେଟ ରହିଛି ଅସାମାଜିକ ଲୋକଙ୍କୁ ତାଙ୍କୁ ଦମନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ପ୍ରଶାସନ ତରଫରୁ ପଦକ୍ଷେପ ନେଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ, ଯାହାଫଳରେ ସେଇ କୋଇଲା ଚୋରି ପ୍ରକାରାନ୍ତରେ খুব ବଢ଼ିବାରେ ଲାଗିଛି। ତାକୁ ଭିନ୍ନ ଆଦମ କାଇଦାରେ ବୈଜ୍ଞାନିକ ଭିତ୍ତିଭୂମିରେ ତାକୁ ଯଦି କରାଯିବ ତାହେଲେ ଏହା ରୋକାଯାଇପାରିବ, ନହେଲେ ଏହା ଏକ ପାରମ୍ପରିକ ଦିଗରେ ଦେଖିଲେ ଏହା ଦେଶରେ ଏକ ବିରାଟ କ୍ଷତି ହେବ। ଗୋଚାଲାଣ ସମ୍ପର୍କରେ କିଛି ତଥାକଥିତ ଗୋରୁ ଚାଲାଣ କରୁଥିବା ବ୍ୟବସାୟୀ ତା ସହିତ ମଧ୍ୟ ପ୍ରଶାସନିକ ଦପ୍ତରର କିଛି ଲୋକ ତା ସହିତ ମଧ୍ୟ ତଥାକଥିତ ନିଜକୁ ହିନ୍ଦୁ ସମାଜର ପରିଚୟ ଦେଇକରି ଏ ସମସ୍ତଙ୍କ ସମଝୋତାର କାର୍ଯ୍ୟ ହେଉଛି, ଯେଉଁଥିପାଇଁ କି ସେମାନେ ଏଠୁ ଧରା ପଡ଼ି ପାରୁନାହାନ୍ତି। ଏଠୁ ଲୋଡ଼ କରିକି ନେଲା ପରେ କେଉଁଠି ଆପଣଙ୍କର ଜାତୀୟ ରାଜପଥରେ, କେଉଁଠି ବାଲେଶ୍ୱରରେ, କେଉଁଠି ଜଳେଶ୍ୱରରେ, କେଉଁଠି ଖନ୍ତାପଡ଼ାରେ ଧରା ହେଉଛି। ତାମାନେ ତାଙ୍କ ଭିତରେ ସମଝୋତା ରହିଛି, ଯାହାଫଳରେ କି ଏଠି କଡ଼ାକଡ଼ି ଭାବରେ ସେଟା ଲାଗୁ ହେଉନାହିଁ ଏବଂ ପ୍ରଶାସନ ତାକୁ ନଜର ଦେଉନାହିଁ। ନିଶ୍ଚିତ ଭାବରେ ଆମେ ଯେଉଁ ନୂତନ ଏସ୍ପି ଆସିଛନ୍ତି ସେ ଯଦି କଡ଼ା ପଦକ୍ଷେପ ନେବେ ତାହେଲେ ସମସ୍ତଙ୍କର ଖୋଲା ରୂପ ପଦାରେ ପଡ଼ିବ ଏବଂ ଏହା ବନ୍ଦ ହୋଇପାରିବ।